ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍। ବନ୍ଧୁମାନେ ଦେଖନ୍ତୁ, ବହୁତ ସାରା ନ୍ୟୁଜ୍ ଅପଡେଟ୍ ରହିଛି। ବିଶେଷ କରି ଶିକ୍ଷକ ନିଯୁକ୍ତିକୁ ନେଇ ଆମେ କମ୍ପ୍ଲିଟ୍ ଭିଡ଼ିଓ ଦେଖିବା। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟର ରିସେଣ୍ଟ ଅପଡେଟ୍ ରହିଛି ଆପଣଙ୍କର, ଯାହାକି ବିଭିନ୍ନ ସାରା ଟିଚିଂ ଆଉ ନନ୍ ଟିଚିଂ ପୋଷ୍ଟକୁ ନେଇ। ତା ସହିତ ଆପଣମାନେ ଯଦି ଦେଖିବେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ନେଇ ମଧ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି। ସେ ବିଷୟରେ ମଧ୍ୟ ଆମେ ଡିସ୍କସନ୍ କରିବା, କମ୍ପ୍ଲିଟ୍ ଭିଡ଼ିଓ ଦେଖିବେ। ତେବେ ପ୍ରଥମେ ଦେଖନ୍ତୁ, ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା ସରିଛି, ସେ ବିଷୟରେ ଡିସ୍କସନ୍ କରିବା। ତାପରେ ଅନ୍ୟାନ୍ୟ ଯେଉଁ ଶିକ୍ଷକ ନିଯୁକ୍ତି ବିଷୟରେ ଆମେ ଡିସ୍କସନ୍ କରିବା। ଦେଖନ୍ତୁ, ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା। ଭୁବନେଶ୍ୱର 20/12 ଇଏ ରହିଛି ଆପଣଙ୍କର, ଯାହାକି ପେପର ଆର୍ଟିକଲ୍, ଏବଂ ଯେଉଁଥିରେ ଆପଣମାନେ ଯଦି ଦେଖିବେ ବାଚସ୍ପତି ଶ୍ରୀମତୀ ସୁଷମା ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ସକ୍ଷମ ଓଡ଼ିଶା ଏବଂ ଓଡ଼ିଶା ସ୍ପେଶିଆଲ ଏଜୁକେଟର ଫାଉଣ୍ଡେସନ୍, ଯେଉଁଟାକି ଆପଣଙ୍କର ଦିବ୍ୟାଙ୍ଗ ସଂଘର ପ୍ରତିନିଧି ମଣ୍ଡଳୀ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଯିଏକି ରହିଛନ୍ତି ନିତ୍ୟାନନ୍ଦ ଗଣ୍ଡଙ୍କର ପୁରାପୁରି ସିଧାସଳଖ ଯାଇ ବିଭାଗୀୟ ମନ୍ତ୍ରୀ ସହିତ ସାଧାରଣ ବିଦ୍ୟାଳୟ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ଆଉ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ବର୍ତ୍ତମାନ ସମୟରେ ସକାରାତ୍ମକ ଆଲୋଚନା ହୋଇସାରିଛି। ଏବଂ ନିଜେ ବାଚସ୍ପତି ମଧ୍ୟ, ଯାହାକି ଆପଣମାନେ ଯଦି ଦେଖିବେ, ସାହାଯ୍ୟ କରିଛନ୍ତି ପିଲାମାନଙ୍କୁ ଏବଂ ଆଲୋଚନା ପୁରାପୁରି ସକାରାତ୍ମକ ହୋଇଛି। ଡେଫିନେଟଲି ଆପଣଙ୍କର ନିଯୁକ୍ତି ଆସିବ। ଏହି ଆଲୋଚନାରେ ସକ୍ଷମ ଓଡ଼ିଶା ସମ୍ପାଦିକା ମନସ୍ମିତା ଜେନା ଏବଂ ଆପଣ ଯଦି ଦେଖିବେ ସଭାପତି ସୂର୍ଯ୍ୟକାନ୍ତ ବେହେରା, ଯୁଗ୍ମ ସମ୍ପାଦକ ତଥା ଯେଉଁ ଆପଣଙ୍କର ସକ୍ଷମର ଆୟୁଷ୍ମାନ ଚୌଧୁରୀ, ନୟାଗଡ଼ ଜିଲ୍ଲାର ସଭାପତି ତୃପ୍ତିମୟୀ ପ୍ରଧାନ ସମେତ ସମସ୍ତେ ଉପସ୍ଥିତ ଥିଲେ। ଯେଉଁଥିରେ ଆପଣମାନେ ଯଦି ଦେଖିବେ ନିଜେ ମାନ୍ୟବର ମନ୍ତ୍ରୀ ଯିଏକି ରହିଛନ୍ତି ନିତ୍ୟାନନ୍ଦ ଗଣ୍ଡ ସମ୍ପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତ୍ୱ ସହକାରେ ବୁଝିବା ସହିତ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇ ସଂଘକୁ ବିସ୍ତୃତ ଆଲୋଚନା ପାଇଁ ତୁରନ୍ତ ଶିକ୍ଷା ବିଭାଗ ସଚିବଙ୍କୁ ପଠାଯାଇଥିଲେ। ଅର୍ଥାତ୍ ଶିକ୍ଷାମନ୍ତ୍ରୀଙ୍କ ସହିତ ଶିକ୍ଷା ସଚିବ ପାଖକୁ ମଧ୍ୟ ଯାହାକି ମନ୍ତ୍ରୀ ପଠାଇଛନ୍ତି ପିଲାଙ୍କୁ। ଏବଂ ଯଦି ଦେଖିବେ ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଗଲେ ପ୍ରାୟ 6,000 ସ୍ୱତନ୍ତ୍ର ଶିକ୍ଷକ ଆଶାୟୀ ନିଯୁକ୍ତି ପାଇବେ। 1.5 ଲକ୍ଷ ଦିବ୍ୟାଙ୍ଗ ପିଲା ଭଲସେ ପାଠ ପଢ଼ିବେ। ତାମାନେ ଦେଖନ୍ତୁ, କେବଳ ଦିବ୍ୟାଙ୍ଗ ଶିକ୍ଷକମାନଙ୍କ ପାଇଁ ଆସିବ 6,000 ନିଯୁକ୍ତି, ଯାହାକି ନିଜେ ମାନ୍ୟବର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଝି ସାରିଲା ପରେ ଶିକ୍ଷା ସଚିବଙ୍କ ପାଖକୁ ମଧ୍ୟ ପଠାଇଛନ୍ତି। ଏହା ସହିତ ବର୍ତ୍ତମାନ ସମୟରେ ଗୋଟେ ଆପଣ ଯଦି ଦେଖିବେ ପୁରାପୁରି ଆର୍ଟିକଲ୍ ଆସିସାରିଛି। ଆପଣମାନେ ଦେଖନ୍ତୁ, ନୋଟିସ୍ଟିଏ ରହିଛି। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଡିପାର୍ଟମେଣ୍ଟ ଅଫ୍ ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ବା ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ରହିଛି ଏ ନୋଟିସ୍ଟିଏ। ନୋଟିସ୍ ନମ୍ବର ରହିଛି ଆପଣଙ୍କର କେତେ, 31699 ଏବଂ ଡେଟ୍ ରହିଛି ଆପଣଙ୍କର 19 ଡିସେମ୍ବର 2024 ବା ଆପଣଙ୍କର ଡିସେମ୍ବର 19 ତାରିଖରେ ରହିଛି ଏ ନୋଟିସ୍। ଚିଠିଟିଏ ଯାଇଛି ଆପଣଙ୍କର କାହା ପାଖକୁ ନା ଫ୍ରମ୍ ଶ୍ରୀ ଆପଣଙ୍କର ରତିକାନ୍ତ ମହାପାତ୍ର OFS ଏଫେକମ୍ ସ୍ପେଶିଆଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଓଡ଼ିଶା ସରକାରଙ୍କର, ଯାହାକି ସ୍ୱତନ୍ତ୍ର ଯିଏକି ରହିଛନ୍ତି ସଚିବ। ଏବଂ ଏ ଚିଠି ଯାଇଛି ଟୁ ଦ ପ୍ରିନ୍ସିପାଲ ଏବଂ ଆକାଉଣ୍ଟାଣ୍ଟ ଜେନେରାଲ A&E ଓଡ଼ିଶା ଭୁବନେଶ୍ୱର। ସବଜେକ୍ଟରେ କ୍ଲିଅରଲି କୁହାଯାଇଛି କ୍ରିଏସନ୍ ଅଫ୍ ହେଡ଼ମାଷ୍ଟର ଏଟ୍ ଟିଚିଂ ଆଣ୍ଡ ନନ୍ ଟିଚିଂ ପୋଷ୍ଟ 242 ନମ୍ବର ଇନ୍ ଦ 38 ନମ୍ବର୍ସ ଅଫ୍ ଆପଗ୍ରେଡେଡ଼ ହାଇସ୍କୁଲ। ତ ଆପଗ୍ରେଡେଡ଼ ହାଇସ୍କୁଲ ଆପଣଙ୍କର ଟିଚିଂ ଆଉ ନନ୍ ଟିଚିଂ ପୋଷ୍ଟ ବର୍ତ୍ତମାନ ସମୟରେ ତିଆରି ହେବ। ତା ପାଇଁ ଆପଣଙ୍କର ହେଡ଼ମାଷ୍ଟର ମାନେ ଯାହାକି ବର୍ତ୍ତମାନ ସମୟରେ ଲିଷ୍ଟ ଦେବେ। ଏବଂ ଆପଣମାନେ ଯଦି ଦେଖିବେ ଯେଉଁ RHT 3ଟି ପର୍ଯ୍ୟାୟରେ ବାହାରିଥିଲା, ଚତୁର୍ଥ ପର୍ଯ୍ୟାୟରେ ଆପଣମାନଙ୍କୁ କହି ରଖୁଛି RHT ବା ରେଗୁଲାର ହାଇସ୍କୁଲ ଟିଚର ରିକ୍ରୁଟମେଣ୍ଟ ଡେଫିନେଟଲି ଆସିବ। ଏମିତି ଆପଣମାନେ ଦେଖୁଥିବେ OFS ବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରିକ୍ରୁଟମେଣ୍ଟ ଆପଣମାନେ ଦେଖୁଛନ୍ତି। ସେକେଣ୍ଡ ଫେଜ୍ର ଜୁନିୟର ଟିଚର ସ୍କିମାଟିକ୍ ମଧ୍ୟ ଆପଣମାନେ ଦେଖିବା ପାଇଁ ପାଇବେ। କିନ୍ତୁ ଏ ରିସେଣ୍ଟଲି ଯେଉଁ ନୋଟିସ୍ ଆସିଛି ଆପଣ ଦେଖିପାରୁଛନ୍ତି, ଏଠି କ୍ଲିଅରଲି ଆପଣ ଦେଖିପାରୁଥିବେ, ସାର୍ ଆଇ ଏମ୍ ଡାଇରେକ୍ଟେଡ୍ ଟୁ କନଭେ ଦ sanction of governor to the creation of 38 number of headmaster, 228 TGT post but trained graduate teacher post, 38 PT post and 38 non-teaching post in 38 number of upgraded high school list enclosed in the scale of pay with grade pay mention against each post। तो सबू पोस्ट विषय आपंकर बर्तमान कहुई, जो आपने जब देखिए जे आपंकर अपग्रेडेड हाई स्कूल लिस्ट एनक्लोज कर जो हेडमास्टर पोस्ट देखिए 228 TGT बा ट्रेंड ग्रेजुएट पोस्ट देखिए, 38 आपंकर फिजिकल एजुकेशन टीचर देखिए, 38 नंबर ऑफ टीचिंग पोस्ट देखिए आपण मैंने। एवं द पोस्ट विल बी फिल अप ऑन रेगुलर बेसिस फॉलोइंग बाय द प्रोसीडियर एंड प्रोविजन बाय ORV एक्ट बा ओडिशा रिजर्वेशन जो आपंकर वैकेंसी रुहे आपण मैंने देखिए ORV कथा सब बड़े से आधार ही आपंकर जहाँकि रिक्रुटमेंट दिज्व। जो आपने देखो नेम ऑफ द पोस्ट हेडमास्टर पोस्ट रही 38टा, नंबर ऑफ पोस्ट फॉर 38 अपग्रेडेड हाई स्कूल, पे स्केल आपंकर रही 44,900 रु जहाँकि आपंकर लेवल 10 रहिबो। एवं आपनकर TGT PCM फिजिक्स केमिस्ट्री मैथमेटिक्स ट्रेंड ग्रेजुएट टीचर 38 35,400 आपनकर रहिबो। लेवल 9 रहिबो सेल 1। TGT CBZ रहिबो 38 पोस्ट 35,400। TGT आर्ट्स रहिबो 76टा पोस्ट 35,400। TGT हिंदी रहिबो 38टा पोस्ट 35,400। TGT संस्कृत रहिबो 38टा पोस्ट 35,400। ता सहित आपण माने एठी देखंतु
पीईटी रही 38टा पोस्ट 29,200 लेवल 8 जूनियर क्लर्क रही 38टा पोस्ट 19,900 लेवल 4 द एभव पोस्ट विल कैरी यूजुअल डीए बा आपनकर डियरेंस अलावेंस एंड अदर अलावेंस एज एडमिसेबल अंडर द रूल्स फ्रॉम द टाइम टू टाइम आपनकर जो देखिबे जो डियरेंस अलावेंस बा डीए अनुसार आपण मानकर जो देखिबे ए पोस्ट आपनकर जहा कि सैलरी मध्य इनक्रीज हबो ता सहित आपण माने देखुछंती 6000 स्वतंत्र शिक्षक नियुक्ति पई निजे मान्यवर जे कि रहिछंती शिक्षा मंत्री पूरा आलोचना करि सारिछंती एवं निजे आलोचना करबा सहित देखंतु 6000 स्वतंत्र शिक्षक नियुक्ति पई आपण मान जो देखिबे विद्यालय गणशिक्षा विभाग को मध्य पठै दिया जाइछि तेणु आपण मान जो देखिबे फाइल काम सरू सरू आपण कोनकर एसो विज्ञप्ति बा नोटिफिकेशन देखिया पई पाइबे आदु वरीड होंतु नाही आ सब बेले एबले ऑथेंटिक जेन्युइन और ट्रस्टेबल इन्फॉर्मेशन पई चैनल को सब्सक्राइब लाइक शेयर करंतु टेलीग्राम ग्रुप रे जॉइन होंतु विदाय दियंतु एक नुवा वीडियो सहित पुनी थरे आपण मान को पाखको आसीबी बंदे उत्कल जननी।